ଆପଣଙ୍କ ଘରେ ଏକ ଔଷଧ ରହିଛି ଯାହାର ନାଁ ହେଉଛି ମିଶ୍ରି। ମିଶ୍ରିର ଉପକାରିତା ବିଷୟରେ ସାଧାରଣତଃ ସମସ୍ତେ ଜାଣିଥାନ୍ତି। ଦୈନିକ ମିଶ୍ରି ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହୁଏ। ତେବେ ଚାଲନ୍ତୁ ଆଜି ଜାଣିବା ମିଶ୍ରି ଖାଇଲେ କେଉଁ କେଉଁ ରୋଗରୁ ଆପଣ ମୁକ୍ତି ପାଇପାରିବେ। ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ ମିଶ୍ରି। ଶୀତ ଦିନେ ଅନେକ ଥଣ୍ଡା, ଜ୍ୱର ଏବଂ କାଶ ଭଳି ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହିସବୁ ଥଣ୍ଡା ଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ ଓ ଘିଅ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ରାତି ସମୟରେ ଖାଆନ୍ତୁ। ଏହାଦ୍ୱାରା ଥଣ୍ଡା, କାଶରୁ ମୁକ୍ତି ମିଳିବ। ହିମୋଗ୍ଲୋବିନ୍ ସ୍ତରକୁ ବୃଦ୍ଧି କରେ ମିଶ୍ରି। ଶରୀରରେ ହିମୋଗ୍ଲୋବିନ୍ ସ୍ତର କମ୍ ହେବା ଦ୍ୱାରା ରକ୍ତର ଅଭାବ ଦେଖାଯାଏ, ଯାହାଫଳରେ କିଛି କାମ ନ କରି ଥକା ଲାଗେ, ଏଭଳି କି ଶରୀର ଦୁର୍ବଳ ହୋଇଯାଏ। ମିଶ୍ରି ଏହି ସମସ୍ତ ସମସ୍ୟାକୁ ସମାଧାନ କରିଦିଏ। ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି ପାଇଥାଏ ଓ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ। ଠିକ୍ ସେହିଭଳି ହଜମ ଶକ୍ତିକୁ ମଧ୍ୟ ବଢ଼ାଏ ମିଶ୍ରି। ଖାଦ୍ୟ ଖାଇବା ପରେ ପାନମଧୁରୀ ସହ ମିଶ୍ରି ଖାଇଲେ ଖାଦ୍ୟ ଭଲ ଭାବରେ ହଜମ ହୁଏ। ଭିଡ଼ିଓ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।